नमस्कार बंधुगण। ए वर्ष 19 अगस्ट सोमवार दिन पवित्र राखी पूर्णिमा पालित हेबो एवं एही राखी पूर्णिमा ठारू एही 5 गोटी राशिर व्यक्ति विशेषक भाग्य पूरा बदलिबाकू जाउछि एवं एही 5 गोटी राशिर भाग्य उदय हेबाकू जाउछि। ए वर्षर राखी पूर्णिमार विशेष महत्व रही कारण ए वर्ष राखी पूर्णिमा शेष श्रावण सोमवार दिन पड़ुअछि। एही सोमवारटी महादेवंक बार अटे। अगस्ट 19 तारिख दिन ग्रह मानक स्थिति रे एक विशाल महासंजोग बनिबाकू जाउअछि, जहा फଳରେ किछि राशिर व्यक्ति विशेषଙ୍କ उपरे महादेवंकर कृपा वर्षा हेबाकू जाउछि। महादेव एमानଙ୍କ उपरे प्रसन्न रहिबे। ସେହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ସମସ୍ତ ଇଚ୍ଛା ଗୁଡ଼ିକ ପୂରଣ ହେବ। ମହାଦେବଙ୍କ କୃପାରୁ ଏହି ରାଶିମାନଙ୍କର ଖରାପ ସମୟର ଅନ୍ତ ହେବାକୁ ଯାଉଛି। ଏମାନଙ୍କ ଜୀବନରେ ପୁଣି ଥରେ ଖୁସି ଫେରିବାକୁ ଯାଉଛି। ରାକ୍ଷୀ ପୂର୍ଣ୍ଣିମା ଠାରୁ ଏହି 5 ଗୋଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି। ତେଣୁ ଚାଲନ୍ତୁ ସେହି 5 ଗୋଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିବା, ଯେଉଁମାନଙ୍କର ଏହି ରାକ୍ଷୀ ପୂର୍ଣ୍ଣିମା ଠାରୁ ଭାଗ୍ୟ ଉଦୟ ହେବାକୁ ଯାଉଛି। ତା ପୂର୍ବରୁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ବନ୍ଧୁଗଣ, ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ବୃଷ ରାଶି। ବୃଷ ରାଶିର ବ୍ୟକ୍ତି ବିଶେଷଙ୍କର ଏହି ରାକ୍ଷୀ ପୂର୍ଣ୍ଣିମା ଠାରୁ ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଉପରେ ଭୋଳାଶଙ୍କର ଏବଂ ମା ଲକ୍ଷ୍ମୀଙ୍କର କୃପା ବର୍ଷା ହେବାକୁ ଯାଉଛି। ଆପଣ ଯଦି କାହାଠାରୁ କିଛି ଉଦ୍ଧାର ନେଇଛନ୍ତି, ତେବେ ସେ ଟଙ୍କା ଫେରାଇ ଆପଣ ଖୁବ୍ ଶୀଘ୍ର ଋଣମୁକ୍ତ ହେବାକୁ ଯାଉଛନ୍ତି। ଆପଣଙ୍କର ମନ ପ୍ରସନ୍ନ ରହିବ। ଆପଣଙ୍କୁ ଅଧିକ ଧନ ଲାଭ ହେବାର ସୁଯୋଗ ମଧ୍ୟ ମିଳିବ। ପ୍ରତ୍ୟେକ କାମରେ ଆପଣ ସଫଳ ହେବାକୁ ଯାଉଛନ୍ତି। ବ୍ୟାପାର ବାଣିଜ୍ୟ କରୁଥିବା ବ୍ୟକ୍ତି ବିଶେଷମାନେ ଲାଭବାନ ହେବାକୁ ଯାଉଛନ୍ତି। ଆପଣଙ୍କର ଯଦି କିଛି କାମ ଅଟକି ରହିଛି, ତେବେ ଏହି ରାକ୍ଷୀ ପୂର୍ଣ୍ଣିମା ଠାରୁ ସେ କାମଟି ସୁରୁଖୁରୁରେ ସମାପ୍ତ ହେବ। ଆପଣଙ୍କୁ ଅନେକ ଖୁସି ମିଳିବାକୁ ଯାଉଛି। ମହାଦେବଙ୍କ କୃପାରୁ ଚତୁର୍ଦିଗରୁ ଆପଣ ଲାଭବାନ ହେବେ। ଯେଉଁ ବି କାର୍ଯ୍ୟ ଆପଣ ଆରମ୍ଭ କରିବେ, ସେ କାର୍ଯ୍ୟରେ ଆପଣ ସଫଳତା ନିଶ୍ଚୟ ପ୍ରାପ୍ତ କରିବେ। ଆପଣଙ୍କର ସମସ୍ତ ମନର ଇଚ୍ଛା ପୂରଣ ହେବାକୁ ଯାଉଛି। ଆପଣଙ୍କ କ୍ୟାରିୟର କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ। ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି କରିବେ। ଏହି ସମୟରେ ଆପଣ କୌଣସି ବଡ଼ ଜିନିଷର କ୍ରୟ କିମ୍ବା ବିକ୍ରୟ ମଧ୍ୟ କରିପାରନ୍ତି। ଏହି ସମୟରେ ଆପଣ କିଛି ବଡ଼ ଇନଭେଷ୍ଟମେଣ୍ଟ ମଧ୍ୟ କରିପାରନ୍ତି। ଭାଗ୍ୟ ବଳରେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ, ତେବେ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମା ଲକ୍ଷ୍ମୀ ଅଶେଷ କୃପା ବର୍ଷା କରିବେ। ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଅଜଣା ସ୍ରୋତରୁ ଆପଣଙ୍କୁ ଧନ ଲାଭ ହେବ। ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ବେରୋଜଗାର ଯୁବକ ଯୁବତୀମାନଙ୍କୁ ଖୁବ୍ ଶୀଘ୍ର ରୋଜଗାର ମିଳିଯିବ। ଏହି ରାଶିର ବ୍ୟକ୍ତି ବିଶେଷ ବ୍ୟାପାରରେ ଖୁବ୍ ଲାଭବାନ ହେବେ। ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି କିମ୍ବା ବେତନ ବୃଦ୍ଧି ହେବାର ଯୋଗ ରହିଛି। ଅଟକି ରହିଥିବା ସମସ୍ତ କାର୍ଯ୍ୟଗୁଡ଼ିକ ଆପଣଙ୍କର ସୁରୁଖୁରୁରେ ସମାପ୍ତ ହେବ। କୋର୍ଟ କଚେରୀ ମାମଲାରେ ଆପଣ ଜୟଯୁକ୍ତ ହେବେ। ଶିକ୍ଷା କ୍ଷେତ୍ରରେ ଏବଂ କ୍ୟାରିୟରରେ ଆପଣ ଉନ୍ନତି କରିବେ। ରାକ୍ଷୀ ପୂର୍ଣ୍ଣିମା ଠାରୁ ଆପଣଙ୍କ ଜୀବନରେ ଏକ ବଡ଼ ଏବଂ ସକାରାତ୍ମକ ପରିବର୍ତ୍ତନ ହେବାକୁ ଯାଉଛି। ବୈବାହିକ ଜୀବନରେ ଖୁସି ଫେରିଆସିବ। ପ୍ରେମ କ୍ଷେତ୍ରରେ ମଧ୍ୟ ଆପଣ ସଫଳ ହେବେ। ଭାଗ୍ୟ ବଳରେ ଆପଣ କମ୍ ପରିଶ୍ରମ କଲେ ମଧ୍ୟ ଅଧିକ ସଫଳତା ପ୍ରାପ୍ତ କରିବେ। ଆପଣ କୌଣସି ଯାନ କିମ୍ବା ଜମି ଜାଗା କିମ୍ବା ନୂଆ ଘର କିଣିବାର ଯୋଗ ବନୁଅଛି। ଆପଣଙ୍କର କନ୍ୟା ରାଶି ହୋଇଥିଲେ ଜୟ ମା ଲକ୍ଷ୍ମୀ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ଏହି ରାଶିର
ବ୍ୟକ୍ତିବିଶେଷଙ୍କର ରାକ୍ଷୀ ପୂର୍ଣ୍ଣିମା ଠାରୁ ରାଜଯୋଗର ସମ୍ଭାବନା ରହିଛି। ମହାଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିବିଶେଷଙ୍କର ଅଟକି ରହିଥିବା କାର୍ଯ୍ୟ ରାକ୍ଷୀ ପୂର୍ଣ୍ଣିମା ପରେ ସମାପ୍ତ ହେବ। ଏହି ରାକ୍ଷୀ ପୂର୍ଣ୍ଣିମା ପରେ ପରେ ଧନ ରୋଜଗାରର ନୂଆ ନୂଆ ରାସ୍ତା ଏହି ରାଶିର ବ୍ୟକ୍ତିବିଶେଷଙ୍କମାନଙ୍କ ପାଇଁ ଖୋଲିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ନୂଆ ମିତ୍ର ଆସିବେ ଏବଂ ଏହି ମିତ୍ରମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ। ସିଂହ ରାଶିର ବ୍ୟକ୍ତିବିଶେଷଙ୍କୁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବ। ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଏମାନଙ୍କ ଜୀବନରେ ଥିବା ଧନଜନିତ ସମସ୍ୟାଗୁଡ଼ିକ ଦୂର ହୋଇଯିବ। ଏମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣଙ୍କୁ ଆକସ୍ମିକ ଭାବରେ ଧନ ପ୍ରାପ୍ତି ହେବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ କ୍ଷେତ୍ରରେ ମଧ୍ୟ ସଫଳତା ପ୍ରାପ୍ତି ହେବ। ସ୍ୱାମୀ ସ୍ତ୍ରୀ ମିଶି କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। କ୍ୟାରିୟର କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ। ଭାଗ୍ୟ ବଳରେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ଆପଣଙ୍କର ସିଂହ ରାଶି ହୋଇଥିଲେ କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଚତୁର୍ଥ ଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ଏହି ରାଶିର ବ୍ୟକ୍ତିବିଶେଷ କାର୍ଯ୍ୟକ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତ କରିବେ। ବେରୋଜଗାର ଯୁବକ ଯୁବତୀ ନିଜ ପସନ୍ଦର ଚାକିରି ପାଇବେ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କର ପଦୋନ୍ନତି ହେବାକୁ ଯାଉଛି। ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଧନ ଆଗମନର ନୂଆ ନୂଆ ମାର୍ଗ ଖୋଲିଯିବ। ଆପଣଙ୍କର ପାରିବାରିକ ସମସ୍ୟା ଦୂର ହେବ। ଚତୁର୍ଦିଗରୁ ଆପଣ ଲାଭବାନ ହେବେ। ଆପଣ ନୂତନ ଜାଗା କିମ୍ବା ଘର ମଧ୍ୟ କିଣିପାରନ୍ତି। ଭାଗ୍ୟର ସାଥ ବଳରେ ଆପଣ କମ୍ ପରିଶ୍ରମରେ ମଧ୍ୟ ଅଧିକ ସଫଳତା ଲାଭ କରିବେ। ଶିକ୍ଷା ଏବଂ କ୍ୟାରିୟର କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ଅଚାନକ କୌଣସି ବଡ଼ ଖୁସି ଖବର ଆପଣଙ୍କୁ ମିଳିପାରେ। ଆକସ୍ମିକ ଧନ ଲାଭର ମଧ୍ୟ ଯୋଗ ବନୁଅଛି। ଆପଣଙ୍କର ଏହି ରାଶି ହୋଇଥିଲେ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ପଞ୍ଚମ ଭାଗ୍ୟଶାଳୀ ରାଶିଟି ହେଉଛି କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଖୁବ୍ ଶୀଘ୍ର ଶୁଭ ସମୟ ଆଗମନ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତିବିଶେଷମାନେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ଏବଂ ସେଥିରେ ସେମାନେ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ। ଏମାନଙ୍କ ଜୀବନରେ ମା ଲକ୍ଷ୍ମୀଙ୍କ ଦୟାରୁ ରାକ୍ଷୀ ପୂର୍ଣ୍ଣିମା ପରେ ପରେ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ। ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ଆଶା ରଖିଥିବେ ତେବେ ନିଶ୍ଚୟ ସଫଳତା ପାଇବେ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତିବିଶେଷ ଲାଭବାନ ହେବେ। ବ୍ୟାପାରୀମାନେ ଅଚାନକ ଧନବାନ ହେବେ ଏବଂ ଚାକିରି କରୁଥିବା ବ୍ୟକ୍ତିଙ୍କର ବେତନ ବୃଦ୍ଧି ହେବ। ଏହି ରାଶିର ବ୍ୟକ୍ତିବିଶେଷ ସମାଜରେ ପ୍ରଶଂସିତ ହେବେ। ମାନ ସମ୍ମାନ ପାଇବେ। ମହାଦେବଙ୍କ କୃପାରୁ ଭାଗ୍ୟ ବଳରେ ଆପଣ ସମସ୍ତ କ୍ଷେତ୍ରରେ ଜୟଯୁକ୍ତ ହେବେ। ପାରିବାରିକ ଜୀବନ ଆପଣଙ୍କର ସୁଖମୟ ହେବ। ଆପଣ କୌଣସି ବଡ଼ ଜିନିଷର କ୍ରୟ ବିକ୍ରୟ କରିପାରନ୍ତି। ପ୍ରେମ ଜୀବନରେ ଆପଣ ସଫଳତା ହାସଲ କରିବେ। କ୍ୟାରିୟର କ୍ଷେତ୍ରରେ ପରିବର୍ତ୍ତନ ଆସିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ଏବଂ ଭଲ ରେଜଲ୍ଟ କରିବେ। ଆଶା ଅପେକ୍ଷା ଅଧିକ ଫଳ ପ୍ରାପ୍ତ କରିବେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଏ ଭିଡ଼ିଓକୁ ଗୋଟେ ଲାଇକ୍ ନିଶ୍ଚୟ କରିଦିଅନ୍ତୁ। ରହୁଛି ଧନ୍ୟବାଦ।